ଖୋର୍ଦ୍ଧା ତାପଙ୍ଗ ଖଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ଛାତ୍ରଙ୍କର ମିଳୁନି ପତ୍ତା। ଘଟଣାକୁ 4 ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି ରେସ୍କ୍ୟୁ ଟିମ୍। ତେଣୁ ଛାତ୍ରଙ୍କୁ ଖୋଜିବାକୁ ନିୟୋଜିତ ହୋଇଛି ରୋବୋଟ। ଏବେ ରୋବୋଟ ଦ୍ୱାରା ଛାତ୍ରଙ୍କୁ ଖୋଜା କାମ ଚାଲିଛି। 4 ଦିନ ତଳେ ତାପଙ୍ଗ ବଡ଼ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଓମ୍ ପ୍ରକାଶ ପାଣିରେ ବୁଡ଼ି ଯାଇଥିଲେ। ସେଲ୍ଫି ନେବା ସମୟରେ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। ଓମ୍ ପ୍ରକାଶଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଥିଲେ ମଧ୍ୟ ଓମ୍ ପ୍ରକାଶଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ। ତେଣୁ ଏବେ ଉଦ୍ଧାର କାର୍ଯ୍ୟରେ ରୋବୋଟ ନିୟୋଜିତ କରାଯାଇଛି। Bureau Report, Parinka Today।